ମୁଁ ଏଇ ମଉଦାରେ ରହୁଛି। ଆଉ ଏଇ ବର୍ଷ ଯଜ୍ଞ ଆମର ଆର ବର୍ଷଠୁ ମନ୍ଦିର ବହୁତ ପୁରାତନରୁ ଏ ମନ୍ଦିର ଅଛି, କାମ ହେଇନଥିଲା। ଏଇ ପୂର୍ବ ବର୍ଷ କାମ ହେଇଛି। ଆଜିକି ଏଇ ବର୍ଷକୁ ମିଶେଇ 2 ବର୍ଷ ହେଲାଣି ଯଜ୍ଞ ହଉଛି। ଆଉ ବହୁତ ବହୁତ ଶ୍ରଦ୍ଧାଳୁଙ୍କ ଭିଡ ଏଠି ମଧ୍ୟ ହଉଛି। ସମସ୍ତଙ୍କର ବିଶ୍ୱାସ ଅଛି, ସେଥିପାଇଁ ଭଗବାନଙ୍କ ପାଖକୁ ସମସ୍ତେ ଆସୁଛନ୍ତି। ଆମର ଇଚ୍ଛା ଯେ ଆମେ ଚାହୁଁଛୁ ଯେ ଏମିତି ଶ୍ରଦ୍ଧାଳୁଙ୍କ ଭିଡ ଲାଗିଥାଉ, ଠାକୁରଙ୍କ ପାଖକୁ ଆସୁଥାନ୍ତୁ ସମସ୍ତେ ସେମିତି ଠାକୁରଙ୍କ ପାଖରେ ଭକ୍ତି କରି ଯେପର୍ଯ୍ୟନ୍ତ ଜୀବନ ଅଛି ଠାକୁରଙ୍କ ସେବାରେ ଲଗାନ୍ତୁ। ଦିବାକର ଦାସ ଦେଖନ୍ତୁ ମହାପୁରୁଷ 600 ବର୍ଷ ତଳେ ତାଳପତ୍ର ପୋଥିରେ ଯେଉଁ ଗ୍ରାମର କଥା ଲିଖିଛନ୍ତି, ମୋ ଅକ୍ଷର ଗ୍ରାମେ ଚହଳ ପଡ଼ିବ ଅନନ୍ତ ଗୋପାଳ ନାମେ ଧ୍ୱଜା ଉଡୁଥିବ। ତେଣୁ ମୋ ଅକ୍ଷର ଗ୍ରାମ ହଉଛି, ଏ ଗ୍ରାମ ନାଁ ହଉଛି ମଉଦା। ଆଉ ତ ସହିତ ଅନନ୍ତ ଗୋପାଳ ଯେଉଁ ପୀଠରେ ବିରାଜମାନ କରିଛନ୍ତି। ପୁଣି ଆପଣମାନେ ଜାଣିକି ଆନନ୍ଦିତ ହେବେ ଯେ ମଠର ମୁଖ୍ୟ ରହିଛନ୍ତି ଆମର ଛୁଆ ବାବା। ଆଉ ସେ କି ଅନେକ ଜନ୍ମର ସାଧକ ଜଣେ, ଆଉ ସିଏ ଜନ୍ମ ହୋଇଥିବେ ମଉଦା ଗ୍ରାମରେ। ତେଣୁ ନିଶ୍ଚିନ୍ତ ଭାବରେ ତାଙ୍କର ଦର୍ଶନ ଆଉ ତାଙ୍କର ଯୋଉ ଭାବ, ପ୍ରକୃତ ଛୁଆ ବାବା, ସେ ଅତି ଛୁଆଳିଆ ଭାବ ତାଙ୍କର ରହିଛି। ସେ ଯଜ୍ଞ କାର୍ଯ୍ୟକୁ ଯେ ପୌରୋହିତ୍ୟ କରୁଛନ୍ତି, ଅନେକ ଗ୍ରାମରୁ ଅନେକ ଭକ୍ତମାନେ ଆସିଛନ୍ତି। ଆଉ ଯାହାକି ମହାପ୍ରଭୁଙ୍କର ଦର୍ଶନ ସହିତ ସେମାନେ ଯଜ୍ଞରେ ସାମିଲ ହେଉଛନ୍ତି। ଆଉ ଆମେ ମଧ୍ୟ ପ୍ରବଚକ ଭାବରେ ଆଜି ଆସିଛୁ। ଆଉ ଆଜି ଦିନର ସତ୍ସଙ୍ଗ କାର୍ଯ୍ୟରେ ଅନେକ ଶ୍ରୋତାମାନେ ଉପସ୍ଥିତ ରହି ପ୍ରଭୁଙ୍କର କଥା ଶ୍ରବଣ କରିବେ। ତ ନିଶ୍ଚିନ୍ତ ଭାବରେ ଆଜିର ଆନନ୍ଦ କହିଲେ ନ ସରେ, କାହିଁକିନା ଯଜ୍ଞ ଲୋକ ଅମଳା ହୁଅନ୍ତି, ଅର୍ଥାତ୍ ଯଜ୍ଞ ଯେଉଁ ଜାଗାରେ ହୁଏ କେବଳ ସେ ଗ୍ରାମର ଶାନ୍ତି ନୁହେଁ, ବିଶ୍ୱ ଶାନ୍ତି ଉଦ୍ଦେଶ୍ୟରେ ଯଜ୍ଞ କରାଯାଏ। ତ ଯାହାକି ଆଜି କମଳାକାନ୍ତ ଦାସ ମହାରାଜ କି ଛୁଆ ବାବା ଆଜି ତାଙ୍କରି ପୌରୋହିତ୍ୟରେ ହୋଇଥିବା ଯଜ୍ଞରେ ଲକ୍ଷାଧିକ ଲୋକମାନଙ୍କର ସମାଗମ ହେଉଛି। ତେଣୁ ଏ ପୀଠ ସମ୍ପର୍କରେ ଲୋକ ନ ଜାଣିଲେ ମଧ୍ୟ ସୌମତେ ଆକର୍ଷଣ ହେଇ ପଳେଇ ଆସୁଛନ୍ତି, କାହିଁକିନା ପୀଠର ବହୁତ କିଛି ମାହାତ୍ମ୍ୟ ରହିଛି। ନିଶ୍ଚିନ୍ତ ଭାବରେ ଭଗବାନଙ୍କୁ ଦର୍ଶନ କରିବା ଯେ ଅଳ୍ପ ଦିନରେ ପୀଠର ମଧ୍ୟ ବହୁତ ଡେଭଲପ ହେଇଛି, କାହିଁକି ନା ଠାକୁର ନିଜେ କହିଛନ୍ତି ଯେ ମୋତେ ଦେଖଇ ନୟନେ ତାର କି ତପ ପ୍ରୟୋଜନ। ତେଣୁ ଯେଉଁ ଜାଗାରେ ଦୁବ ଦାରୁ ହେଉଛି ସେଠି କିଛି ମାହାତ୍ମ୍ୟ ଆପଣ ଜାଣିପାରିବେ। ତେଣୁ ନିଶ୍ଚିନ୍ତ ଥରେ ପୀଠକୁ ଆସନ୍ତୁ, ପ୍ରଭୁଙ୍କୁ ଦର୍ଶନ କରନ୍ତୁ। ତ ଭବ୍ୟ ମନ୍ଦିର ମଧ୍ୟ ଏ ବର୍ଷ ନିର୍ମାଣ କରାଯାଇଛି। ତେଣୁ ଆପଣ ପ୍ରଭୁଙ୍କୁ ଦର୍ଶନ କରି ଯଜ୍ଞରେ ସାମିଲ ହେଇ ନିଜକୁ ଧନ୍ୟ କରନ୍ତୁ। ଆମ ହିନ୍ଦୁ ସଂସ୍କୃତି ସନାତନ ପରମ୍ପରା ଯେଭଳି ଭାବରେ ଏ ଧର୍ମ କେବଳ ବିଶ୍ୱକୁ ଶାନ୍ତି ନିମନ୍ତେ ହିଁ ବାର୍ତ୍ତା ଦିଆଯାଉଛି ଏଇ ଯଜ୍ଞ ମାଧ୍ୟମରେ। ତେଣୁ ବିଶ୍ୱର ଶାନ୍ତି ପାଇଁ ଏ ଯଜ୍ଞ, ବିଶ୍ୱର ଶାନ୍ତି ପାଇଁ ବାର୍ତ୍ତା। ତେଣୁ ନିଶ୍ଚିନ୍ତ ସନାତନ ଧର୍ମର ଟେକ ରହୁ। ଆମେ ମଧ୍ୟ ମହାପ୍ରଭୁ ଜଗନ୍ନାଥଙ୍କୁ ପ୍ରାର୍ଥନା କରୁଛୁ, ନିଶ୍ଚିନ୍ତ ଏ ପୀଠର ମହିମା ଆହୁରି ବିଶ୍ୱବିଖ୍ୟାତ ହେବା ସହିତ ନିଶ୍ଚିନ୍ତ ଭାବରେ ସମସ୍ତେ ବିଭୁ ପ୍ରାଣ ହୁଅନ୍ତୁ, ସତ୍ସଙ୍ଗ ପ୍ରେମୀ ହୁଅନ୍ତୁ, ଜଗନ୍ନାଥ ପ୍ରେମୀ ହୁଅନ୍ତୁ। କାହିଁକି ନା ଆମ ଠାକୁର ଜଗନ୍ନାଥ, ଆମ ଗ୍ରନ୍ଥ ଭାଗବତ। ଜୟ ଜଗନ୍ନାଥ। ମୁଁ କମଳାକାନ୍ତ ଦାସ, ଛୁଆ ବାବା। ଏସବୁ ପ୍ରଭୁଙ୍କର ଲୀଳା। ଏ କ୍ଷେତ୍ରଟି ମାଳିକା କ୍ଷେତ୍ର। ଦ୍ୱିତୀୟ ବାର୍ଷିକ ଯଜ୍ଞ ଏଠି ଆରମ୍ଭ ହୋଇଛି। 154 କଳସ ଯାତ୍ରା କରାହେଇଥିଲା। 154 ମାଙ୍କ ମାଧ୍ୟମରେ କଳସ ଯାତ୍ରା କରାହେଇଥିଲା। ଇଏ ପଞ୍ଚକୁଣ୍ଡୀୟ ଯଜ୍ଞ। ଆଉ ଆଜି ପ୍ରଥମ ଯଜ୍ଞ। ସବୁଦିନ ପ୍ରସାଦ ବ୍ୟବସ୍ଥା ହେଇଛି ଭକ୍ତମାନଙ୍କ ପାଇଁ। ବହୁତ ଓଡ଼ିଶାର କୋଣ ଅନୁକୋଣରୁ ଭକ୍ତମାନେ ଆସୁଛନ୍ତି। ସନ୍ଧ୍ୟାରେ ପ୍ରବଚନ କାର୍ଯ୍ୟକ୍ରମ ଅଛି। ଆଜି ଅଛନ୍ତି ବାବା ଦିବାକର ଦାସ, କାଲି ଅଛନ୍ତି ଶରଣାରବିନ୍ଦ ଓଝା, ପରଦିନ ରହିବେ ଯଜ୍ଞ ପୂର୍ଣ୍ଣାହୁତି ଦିନ ଆମର ପୁରୀ ବରପଣ୍ଡା ରହିବେ। ଆଉ ଭଜନ କାର୍ଯ୍ୟକ୍ରମ ବି ଅଛି। ଆମ ପାଇଁ ବଡ଼ ସୌଭାଗ୍ୟର କଥା, ମହାପ୍ରଭୁ ଜଗନ୍ନାଥଙ୍କର ମୁଖ୍ୟ ସେବାୟତ ଆମ ଆଶ୍ରମରେ ଯୋଗ ଦେବେ ପୂର୍ଣ୍ଣାହୁତି ଦିନ। ନୂଆ ନୂଆ ଖବର ଜାଣିବା ପାଇଁ ଆମ LNTV କୁ ଲାଇକ୍, ସେୟାର ଓ ସବସ୍କ୍ରାଇବ କରନ୍ତୁ।